ଥରେ ଲାହିଡ଼ି ବାଙ୍ଗ ଦେହ ଛାଡ଼ିଛନ୍ତି। ରବୀନ୍ଦ୍ରନାଥ ଟାଗୋର ଯାଇଛନ୍ତି ବନାରସ ବାରାଣସୀ ବୁଲିବା ପାଇଁ। କହିଲେ ଆରେ ଏସବୁ ତ ଦେବାଦେବୀଙ୍କୁ ଦେଖିବା, ଏ ଦେବାଦେବୀ କ'ଣ ଆମକୁ ପ୍ରସନ୍ନ ହେବେ, କଥା କହିବେ? ଆମର ଯଦି ମନରେ ଭାବ ଥବ, ଆମ ମନରେ ଭକ୍ତି ଥବ, ତାହେଲେ ଦେବାଦେବୀଙ୍କ ଠାରେ ଆମେ କିଛି ଅନୁଭବ କରିବା, ସେ ଆମ କୃପା ଆଶୀର୍ବାଦ କରିବେ। ଯଦି ଆମର ଭାବ ନାହିଁ, ଭକ୍ତି ନାହିଁ, ଠାକୁର ଆମ ପାଇଁ ଜଡ଼ ହେଇଯିବେ। ଭାବତେ ବିଦ୍ୟୁତ ଦେବ ତସ୍ମାତ୍ ଭାବ ହିଁ କେବଳମ୍। ଭାବ ନାହିଁ ତ କେହି ନାହାନ୍ତି। ଭାବକୁ ନିକଟ, ଅଭାବକୁ ଦୂର, ଭାବ ବନ୍ୟା ଦିଆ ସେ କଳା ଠାକୁର। ସେ କହିଲେ ଏଠି ଜୀବନ୍ତ ବୃନ୍ଦାବନ ଭୁଲ କହିଲେ, ବନାରସ ହେଉଛି ଶୈବ କ୍ଷେତ୍ର। ସେଠି ଶିବ ପାର୍ବତୀ ନୃତ୍ୟ କରନ୍ତି। ଗଙ୍ଗା ପ୍ରବାହିତ, ଗଙ୍ଗା କୂଳରେ 64ଟି ଘାଟ ଅଛି। ପ୍ରତ୍ୟେକ ଘାଟର ବିଶେଷତ୍ୱ ରହିଛି। କହିଲେ ସମୟ ଯିବ, ତେଣୁ ଲାହିଡ଼ି ବାବା ସେଇ ବନାରସରେ ଗଙ୍ଗା କୂଳରେ ଅବସ୍ଥାପନ କରୁଥିଲେ। ସେ ଦେହ ଛାଡ଼ି ଦେଇଛନ୍ତି। ରବୀନ୍ଦ୍ରନାଥ ଟାଗୋର ବୁଲୁଛନ୍ତି। କହିଲେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହିଲେ, ଜଣେ ଲୋକଙ୍କୁ ଲାହିଡ଼ି ବାଙ୍କ ଶିଶୁଙ୍କୁ କହିଲେ, ଲାହିଡ଼ି ବାବା ତ ଚାଲିଗଲେ, ସେଠି ଜୀବନ୍ତ ଶିବ ଥିଲେ ବନାରସର। ଆଉ ଜଣେ କିଏ ମହାତ୍ମା ଅଛନ୍ତି ଯିଏ ଜୀବନ୍ତ ଏବଂ ପ୍ରତ୍ୟକ୍ଷ କାଶୀର ବିଶ୍ୱନାଥ। ଜୀବ ସାଧନା କଲେ ଶିବରେ ପରିଣତ ହେଇଯାଏ। ସେ କିଏ ଅଛନ୍ତି କି? ସେ କହିଲେ ହଁ, ଲାହିଡ଼ି ବାବାଙ୍କର ଜଣେ ଶିଷ୍ୟ ଅଛନ୍ତି, ତାଙ୍କରି ପାଖକୁ ଚାଲନ୍ତୁ, ଦର୍ଶନ କରିବାକୁ ଯିବା। ସେ ଗଲେ। କହିଲେ ଜୀବନ୍ତ ଶିବଙ୍କୁ ଟିକେ ଦେଖିଲେ ଟିକେ ପ୍ରଣାମ କରିବା, ପ୍ରଣାମୀ ଦେବା, ଟିକେ କଥା ହେବା। ଶାସ୍ତ୍ରରେ ପ୍ରମାଣ ଅଛି, ମାନେ ତୀର୍ଥ ଗଲେ ଯେତିକି ଫଳ ମିଳେ, ସନ୍ଥ ଦର୍ଶନ କଲେ ତାର ଅନେକ ଗୁଣରେ ଫଳ ମିଳେ। ସନ୍ଥ ଦର୍ଶନ କଲେ, କବୀରଙ୍କର ସୁନ୍ଦର ଦୋହା ହିନ୍ଦୀରେ, ସନ୍ଥ ଦର୍ଶନ କଲେ ଯେତିକି ଫଳ ମିଳେ ନାହିଁ, ସଦ୍ଗୁରୁ ଦର୍ଶନ କଲେ ଅନେକ ଫଳ ମିଳେ, କହେ ତ କବୀର ବିଚାର। କାରଣ ଟିକେ ସ୍ପେଲିଂ ଭୁଲ ବୋଲି ଆମେ କହୁନୁ ହିନ୍ଦୀରେ। ଆମେ ତ କିଛି ମନେ ରଖୁନି ନା, ପାଠଶାଠ ନାହିଁ, ଯାହା ବାହାରୁଛି ତାହା କହୁଛୁ। ତେଣୁ ସେ କହିଲେ ଆମେ ଆଜି ସନ୍ଥ ଦର୍ଶନ କରିବା। ସେଇ ସନ୍ଥ ଦର୍ଶନରେ ଆମକୁ ଅନେକ ପୂର୍ଣ୍ଣ ଫଳ ପ୍ରାପ୍ତି ହେବ, ଆଉ ତାଙ୍କୁ ଗୁରୁ ରୂପରେ ବରଣ କରିବା। ସେ ଗଲାବେଳୁ ସେ ଧ୍ୟାନସ୍ଥ। ବହୁତ ସମୟ ବସିଲେ, ସେ ଦେହରେ ନାହାନ୍ତି, ଧ୍ୟାନ ଭଗ୍ନ ହେଲାନି। ଆମେ ଧ୍ୟାନ କରୁଛେ, ଏମିତି ଧ୍ୟାନ କରୁଛେ ଯେ ଧ୍ୟାନ ତ ନୁହେଁ, ପ୍ରଚଳିତ ଭାଷା, କିଏ ଖଡ଼ କିଣି ହେଲେ ଆମେ ଧଡ଼ କିଣି ଉଠୁଛେ। ଆମେ ଏଭଳି ଧ୍ୟାନ କରୁଛେ ସତରେ ଆମେ କାନେଇକି ଅଛେ, କ'ଣଟା ହେଲା ଆମେ ଜାଣି ଦେଉଛେ। ଯେମିତି ଅରିଖି ଦାସ ପଳାଶୁଣୀ ପାହାଡ଼ରେ ପହଞ୍ଚିବା ପୂର୍ବରୁ ରାଜାଙ୍କ ଦେଇ ଗଲେ। ତାଙ୍କ ଯିଏ ବଡ଼ିଗାର୍ଡ ସେ କହିଲେ ନାଇଁ, ଏବେ ରାଜାଙ୍କୁ ଦର୍ଶନ କରିହେବନି। ନା କାହିଁକି? ନା ସେ ଏବେ ଧ୍ୟାନ କରୁଛନ୍ତି। ଅରିଖି ଦାସ ଉଚ୍ଚକୋଟୀର ସନ୍ଥ, ଟିକେ ଆଖି ବୁଜିଦେଲେ ଆଜ୍ଞା ଚକରେ ଦୃଶ୍ୟମାନ ହେବ। ପ୍ରତି ଯାହା ବିଷୟରେ ଆପଣ ଜାଣିବାକୁ ଚାହିଁବେ ତା କଥା ଜାଣିପାରିବେ। ଭୂତ ଭବିଷ୍ୟ ବର୍ତ୍ତମାନେ ଯୋଗୀଏ ଜାଣେ ଯୋଗ ଧ୍ୟାନେ। ବିବେକାନନ୍ଦ ଲଣ୍ଡନ ଯାଇଥିଲେ। ସମସ୍ତଙ୍କୁ କହିଲେ କିଏ କ'ଣ ଲେଖୁଛ ଲେଖ, ପକେଟରେ ରଖ। ସମସ୍ତେ ଗୋଟେ ଗୋଟେ କଥା ଲେଖିଦେଲେ। ବିବେକାନନ୍ଦ କହିଲେ ବସ। ସମସ୍ତେ ବସିଲେ। ତମ ପକେଟରେ ଲେଖା ଅଛି, ତୁମ 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 ପଟେ ଲେଖା। ଦେଖିଲେ ସବୁ ସତ। ତନ୍ତ୍ର ନାହିଁ, ମନ୍ତ୍ର ନାହିଁ, ଯନ୍ତ୍ର ନାହିଁ। ଏତେ ଡିପ୍ କନସେନ୍ଟ୍ରେସନ୍ ତାଙ୍କର ଥିଲା।
ସେମିତି ଚାହିଁଦେଲା ବେଳକୁ ତା ଭିତରେ ସ୍ପଷ୍ଟ ଦେଖାଯାଉଥିଲା ଯେ କ'ଣଟା ଲେଖା ହେଇଛି। ଯେମିତି ଆପଣଙ୍କର ପେଟ ଭିତରେ କେଉଁଠି ଅଲ୍ଟ୍ରାସାଉଣ୍ଡ ଦ୍ୱାରା, ଏଣ୍ଡୋସ୍କୋପି ଦ୍ୱାରା, ଯେମିତି ସବୁ ବିଭିନ୍ନ ଟେଷ୍ଟ ଦ୍ୱାରା କେଉଁଠି କ'ଣ ହେଇଛି ଯେମିତି ମେସିନ୍ ବାହାର କରି କହିଦେଉଛି। ଏଇଟା ଆଶ୍ଚର୍ଯ୍ୟ କଥା ନୁହେଁ କି? ସେଇଭଳି ଆ ଭିତରେ ଅଛି। ଆଉ ଯଦି ସେ କହିଦେଇ ପାରୁଛି, ସାଧକ ଯାହାର ଆତ୍ମଜ୍ଞାନ ଉଧେଇଛି, ଆଜ୍ଞାରେ ପ୍ରତିଷ୍ଠା ଲାଭ କରିଛି, ସେ କେମିତି ନ କହିଦେଇ ପାରିବ?